ଜଣେ ରାଜା ଥିଲେ ତାକୁ ଗୋଟେ ମାଛିଟେ ବହୁତ ହଇରାଣ କରୁଥିଲା। ତେଣୁ ଗୋଟେ ଲୋକକୁ ଜଗେଇଲେ, କହିଲେ ନାଇଁ ଗୋଟେ କଣ କର, ଏ ମାଛି ମରିବା ଦରକାର, ମାଛିଟା ବହୁତ ହଇରାଣ କରୁଛି। ସେ ଲୋକଟା ଖଣ୍ଡାଟେ ଧରିକି ଆଇଲା, ମାଛିଟା ରାଜାଙ୍କ ହାତ ଉପରେ ବସିଥିଲା। ଲୋକଟା କଣ କଲା, ଡାଇରେକ୍ଟ ମାଛି ଉପରୁ ଖଣ୍ଡାଟା ଆପ୍ଲାଏ କଲା, ତେଣୁ ହାତଟା ବି କଟିଗଲା। କହିବାର ଅର୍ଥ ଏଠି ଏଇଆ କି ଆମର ଯେତେବେଳେ କି ଓଡିଶାରେ ପେଟ୍ରୋଲର ବୋଟଲରେ ବ୍ୟାନ୍ ହେଇଯାଇଛି। ବ୍ୟାନ୍ ହବାର କାରଣ କଣ? ଦି ଜଣ କେସ୍ ଆସିଲା, ଯିଏକି ଗୋଟେ ଝିଅ କଣ କଲା, ପେଟ୍ରୋଲ କିଣିକି ନେଇକି ସେ କଣ କଲା, ନିଜକୁ ଜାଳିଦେଲା, ସେଥିପାଇଁ ପେଟ୍ରୋଲ ବ୍ୟାନ୍ ହେଇଗଲା। କିନ୍ତୁ ଏଥିରେ ଦିଟା କଥା ଆମକୁ ବୁଝିବାକୁ ପଡିବ। ଏଠି ମାନେ ସିଏ କହିବାକୁ ଚାହୁଁଛନ୍ତି, ଏଇଆ କି ମୂଳରୁ ଆମେ ପେଟ୍ରୋଲ ବୋଟଲରେ ଦବୁନି, ଗୋଟେ ଲୋକ ଢାଳିବନି କି ମରିବନି। ଭାଇ ଆଉ ଯେମିତି ମରିବ ଚଳିବ, କୁଆଡୁ ଡେଇଁ ପଡିଲେ ଚଳିବ, ପାହାଡରୁ ଡେଇଁ ପଡିଲେ ଚଳିବ, ବିଷ ଖାଇଦେଲେ ବି ଚଳିବ, ଦାନାଦାର ଖାଇଦେଲେ ବି ଚଳିବ, କିଛି ନହେଲେ ମଦ ପିଇକି ବି ଯଦି ଗାଡି ଉପରେ ଶୋଇ ପଡିଲେ ଚଳିବ। କିନ୍ତୁ ପେଟ୍ରୋଲ ନ ଜାଳିବା ଦରକାର। କଣ ବୋଟଲରେ ବି ପେଟ୍ରୋଲ ଦେବାଟା ଅସୁବିଧା। ମାନେ ଏଇ ନୀତି ଯୋଉମାନେ କରିଛନ୍ତି ତାକୁ ମତେ ମାନିବାକୁ ପଡିବ। ଭାଇ ଏମିତି ପ୍ଲାନିଂ କୋଉଠି ଥିଲା? ହ୍ୱାଟ ଏ ପ୍ଲାନ୍। ଆଉ 4.5 କୋଟି ଲୋକ ଆଜି ପର୍ଯ୍ୟନ୍ତ ଏମିତି କେବେ ଶୋଇଛନ୍ତି? ଭାଇ ଅସୁବିଧା ଭୋଗ କରୁଛନ୍ତି। ଜାଣିଛନ୍ତି ପ୍ରତି ଗାଁରେ ପେଟ୍ରୋଲ ପମ୍ପ ଅଛି କି? ନାହିଁ। ଆମ ଘରଠୁ 10-15 କିଲୋମିଟର ଦୂରରେ ପେଟ୍ରୋଲ ପମ୍ପଟି ଅଛି। ତେଣୁ ଆମର ଯଦି ଗାଡିଟି ତେଲ ସରିଗଲା, ତାହେଲେ ଆମେ କଣ କରିବା? ଭାଇ ଗରିବ ଲୋକ, ପଇସା ପତ୍ର ନାହିଁ, ଆମେ ଏକାଥରେ ଟାଙ୍କି ଫୁଲ କରିପାରିବନି। ତମ ଭାଇ ପଇସା ଅଛି, ଯୋଉ ନେତା ମନ୍ତ୍ରୀ ଗୁଡା ଏଇଗୁଡା କରୁଛନ୍ତି, ତାଙ୍କର ଭାଇ ପଇସା ଅଛି, ତାଙ୍କର ତେଲ ସରୁନି, ଗଭର୍ଣ୍ଣମେଣ୍ଟ ଦଉଛି ପୁଳା ସମ୍ପତ୍ତି। ଆମେ କଣ କରିବା? ଛାଡ, ଆମର ଟେଣ୍ଟ ହାଉସ ଅଛି। ତେଣୁ ଏଠି ଆମେ ପେଟ୍ରୋଲ ଆଣିବାକୁ ଦୋକାନକୁ ଗଲେ, ସିଏ କଣ କଲା, ବୋଟଲରେ ପେଟ୍ରୋଲ ଦେଲାନି। ଦୋକାନରେ ତ ବିକୁଛନ୍ତି, ଦୋକାନକୁ ମନା କରୁଛି। ଦୋକାନରେ ଏଥର ଆଧାର କାର୍ଡ ଦେଖିକି ପେଟ୍ରୋଲ ଆଣୁଛନ୍ତି, କୁହନ୍ତି ଭାଇ ନାଇଁ ଆମେ କାହାକୁ ଦବୁନି, ଆମେ ଖାଲି ଗାଡିରେ ପକେଇବୁ। ଟାଙ୍କିକୁ ଗଲେ ଟାଙ୍କି ବି ଆମକୁ ପେଟ୍ରୋଲ ଦେଲାନି, କହିଲା ନାଇଁ ଭାଇ ମୋ ଜବ୍ ଛାଡିଯିବ, ମାନେ ମୋ ଚାକିରିଟି ଚାଲିଯିବ। ତାହେଲେ ଜେଲ୍ଟରଟା ଚାଲିବ କେମିତି? ଆରେ ମୂର୍ଖ, ପ୍ୟାଣ୍ଟ ଯଦି ଖୋଲ, ମୁତିଆ ପାଇଁ ବାଟ ରଖିବା କଥା କି ନାଇଁ? ଭାଇ ଏମିତିଆ କରିବ, ଦୋଷୀକି ତ ଦଣ୍ଡ ଦେଇପାରିଲନି। ପ୍ରଥମ କଥା, ଇନଭେଷ୍ଟିଗେସନ ଠିକରେ କରିପାରିଲେନି। ଆଉ ଯୋଉ ସୌମ୍ୟଶ୍ରୀ କଥା କହୁଛନ୍ତି, ତାଙ୍କର ବି କିଛି ମୁଁ ଡିଟେଲ୍ସ ଆଣିବାକୁ ଚାହୁଁଛି, ଯୋଉଟା କି ମେ ବି ସିସିଟିଭିରେ ଏବେ କିଛି ଆପ୍ଲାଏ ହେଇଥିଲା। କିଛି ଲୋକ କିଛି କେତେ କଥା କହୁଥିଲେ। ଜଣେ କିଏ କହୁଥିଲେ ନାଇଁ ଆମର ସେଇ ଟାଇମରେ ଜଣେ ଭିଡିଓ କରୁଥିଲେ ବସିକି, ସେ ଭିଡିଓ କୁଆଡେ ଗଲା, ସେ ପିଲା କୁଆଡେ ଗଲା? ଯଦି କହୁଥିଲେ ରିଆଲିଟି କଣ ମୁଁ ଜାଣିନି, ସେ ସିସିଟିଭିରେ ଟିକେ କଣ ଦେଖଉଥିଲା ଭିଡିଓ ଟାଇପର, କିନ୍ତୁ ପ୍ରପର ଏଟା କୋଉ ରିଆଲିଟି ମୁଁ ଜାଣିନି। ଯଦି ବି କିଏ କହୁଥିଲା ଭିଡିଓ, ତାହେଲେ ଭିଡିଓ କୁଆଡେ ଗଲା, ଲୋକଟା କୁଆଡେ ଗଲା? ଆଉ ଯଦି ସେ ପେଟ୍ରୋଲ ଧରିକି ଆସିଲେ, ତାହେଲେ ପେଟ୍ରୋଲ ତ ଗୋଟାଏ ଲୋକ ଧରିକି ଆସିପାରିବ ନାଇଁ। ଭାଇ ପେଟ୍ରୋଲ ଡିଏସଏଲ ନିଜେ କଲେକ୍ଟ କଲା, ନିଜେ ଢାଳିକି ମାରିଲା, ଏଟା ଶୀଘ୍ର ହେଇପାରିବ? କି ଯଦି ତା ସାଙ୍ଗ ହେଇକି କିଏ ଉସ୍କେଇଥିଲେ, ତାହେଲେ ତା ତଦନ୍ତ ତ କରିବ, ତଦନ୍ତ କଲେ ଆମ ପାଖକୁ ଆସିପାରିବନି। ଭାଇ ଟ୍ରେନରେ କେତେ ଲୋକ ମରିଗଲେ, ଏକ୍ସିଡେଣ୍ଟ କହୁଛୁ, ପ୍ଲେନରେ କେତେ ଲୋକ ମରିଗଲେ, ତଦନ୍ତ ଆସିଲା, ଛୁପେଇ ଦେଲେ। ଏଗୁଡା ବି ସେ କଣ କରିବ? କିଏ ରାଜନୀତି, ଲାଷ୍ଟକୁ ରାଜନୀତି ବାହାରିବ, ରାଜନୀତି ବାହାରିଲେ ସିଏ ଦବେଇ ଦେବେ। ଏଗୁଡା ସବୁଠି ହଉଛି, ଏଇଟା କିଛି ନୂଆ କଥା ନୁହଁ। ତା ପାଇଁ ଏମିତିଆ ଦଣ୍ଡ ଗରିବକୁ ଦିଅନ୍ତୁନି। ଯଦି ମତେ କହିବେ ଗରିବ କଣ ପାଇଁ ଗରିବ ଦଣ୍ଡ ଦଉନି, ଦଣ୍ଡ ଦେବାର କାରଣ ଏମାନେ ରାଲି କରୁଥିଲେ। ମୁଁ କହିଛି ଭାଇ ତୁ ଏପଟେ ରାଲି କଲେ, ସେପଟେ ତୁ ନାମ ନବୁ। ତେଣୁ ଏଠି ଏତେ ସବୁ କାରଣ କଣ ପାଇଁ ହେଲା, ରାଲି କରୁଥିଲେ ବୋଲି। ଏଇଆ ହିଁ ବୁଝିପାରିଲ। ଆରେ ଏତେ କେସ୍ ହେଇଗଲା, ରାଲି କଲ, କିଛି ଅସୁବିଧା ନାହିଁ। ଏବେ ପେଟ୍ରୋଲ ବୋଟଲରେ ବ୍ୟାନ୍ କରିଦେଲା, ତମେ କହି ଭୋକି ରହିଲ, କିନ୍ତୁ କିଛି କରିପାରିଲ? କଣ କହିବାରେ? ହୀନ ରାଜନୀତି, ହୀନ ରାଜନୀତି। ମୋ କଥା ଖରାପ ଲାଗିଥିଲେ ବି ଆସିଗଲା, ଖରାପ ଲାଗିଲେ ଭାଇ, କିନ୍ତୁ କ୍ଷମା ଚାହୁଁଛି। ଏମିତିଆ ଶବ୍ଦ ମୁଁ ୟୁଜ କରିବା କଥା ନୁହଁ। ୟୁଜ କରିବାର କାରଣ ଏତିକି, ଆମେ ଭୋକି ମୁଁ 10ଟା ଭିଡିଓ ରହିଲି, ମୁଁ ସବୁବେଳେ ଭୋକୁଛି। ଭାଇ ଆମେ ହଇରାଣ ହଉଛୁ, ଏଇଟା ହଉଛି ସତ କଥା। ଭାଇ ଆପଣଙ୍କର ଯାଇକି କଣ କହିବ, ଦାଣ୍ଡରେ ବୁଲିକି ହାଟରେ ଗଡୁଛି କଥା, ସେଥିରେ ଆମର କିଛି ଯାଇ ଆସେ ନାହିଁ। ଭାଇ ଆପଣଙ୍କର ଅଜସ୍ର ସମ୍ପତ୍ତି, ଆମର କିଛି ଯାଇ ଆସେ ନାହିଁ। ଭାଇ ଆମେ ହଉଛୁ ଗରିବ ଲୋକ, ଆମର ଅସୁବିଧା ହଉଛି, ତେଣୁ ଆମେ କହିଲୁ। କିଏ ପଛରେ କହୁଛି, ଆମେ ଆଗରେ କହୁଛୁ, ଏତିକି କଥା। ଆମେ କାହାକୁ ଇଙ୍ଗିତ କରୁନୁ, କି କାହାକୁ ଆମେ ଖରାପ କହିନୁ, କିମ୍ବା ଖରାପ ଭାଷା ମଧ୍ୟ ଆମେ ପ୍ରୟୋଗ କରୁନୁ। ଏତିକି ହିଁ ଥିଲା। ଭଲ ଲାଗିଲେ ଆହ୍ୱାନ, ନ ଭଲ ଲାଗିଲେ ମଧ୍ୟ ଆହ୍ୱାନ। ଏତିକି ଖାଲି ଅନୁରୋଧ, ଆପଣ ଜଣେ ଫ୍ରେଣ୍ଡକୁ କିମ୍ବା ଆପଣଙ୍କ ବନ୍ଧୁକୁ ଏ ଭିଡିଓଟି ସେୟାର କରନ୍ତୁ। ଜଣେ କଣ, ଯେତେ ପାଉଛନ୍ତି ସେୟାର କରନ୍ତୁ। ସେୟାର ଯେତେ ଶୀଘ୍ର କରିବେ, ଆମେ ସେତେ ଶୀଘ୍ର ମନ୍ତ୍ରୀ ସହିତ ଦେଖା କରିକି ଆର କାରଣ ପଚାରିକି ଆପଣଙ୍କୁ ଜଣେଇବା। ତେଣୁ ଏତିକି ହିଁ କଥା। ଜୟ ଜଗନ୍ନାଥ, ଜୟ ହିନ୍ଦ, ଜୟ ଭାରତ। ବଦଳିବ ଓଡିଶା, ବଦଳିବ ଓଡିଆଙ୍କ ଚିନ୍ତାଧାରା। ଜୟ ଜଗନ୍ନାଥ।